ଗୋଟିଏ ସମୟର କଥା। ରାମପୁର ଗ୍ରାମରେ ଗୋଟିଏ ଗରିବ ପରିବାର ରହୁଥିଲେ। ସେଇ ଘରେ ରାଜେଶ, ତାର ସ୍ତ୍ରୀ ଶୀତଲ ଏବଂ ତାର ପୁଅ ରାଜୁ ରହୁଥିଲା। ବହୁତ ଦିନ ପରେ ଦୀପାବଳି ପାଖି ଆସିଲା। ଆରେ ଶୀତଲ, ଚାଲୁନା ଟିକେ ବାହାରକୁ ବୁଲିବାକୁ ଯିବା, କିଛି ସଉଦା କିଣି ଆସିବା। ତାପରେ ରାଜେଶ, ଶୀତଲ ଏବଂ ରାଜୁ ତିନି ଜଣ ବଜାରକୁ ବୁଲିବାକୁ ଗଲେ। ରାସ୍ତାରେ ଯାଉ ଯାଉ ରାଜୁ ଦେଖିଲା ଗୋଟିଏ ବାଣ ଦୋକାନ। ରାଜୁ ତା ବାପାକୁ ଜିଦ୍ କଲା, ବାପା, ମୋ ପାଇଁ କିଛି ବାଣ ଆଣିଦିଅ ନା। ଆରେ ବାପା ରାଜୁ, ଆଜି ଖାଲି ବଜାରରୁ କିଛି ଜରୁରୀ ଜିନିଷ ଆଣିବାକୁ ଆସିଛୁ। ମୋ ପାଖରେ ଏତେ ବି ପଇସା ନାହିଁ ତୋତେ ବାଣ ଆଣିଦେବି। ହେଲେ ବାପା, ଆମ ପଡ଼ୋଶୀ ଘର ପିଲାମାନେ କେତେ ଦିନରୁ ବାଣ ଆଣି ଫୁଟଉଛନ୍ତି, ହେଲେ ମୋ ବାପା ମୋ ପାଇଁ ଆଣି ଦେଉନାହାନ୍ତି। ରାଜୁ ବହୁତ ରାଗିଗଲା। ହେଲେ କ'ଣ ହେବ, ରାଜେଶ ପାଖରେ ଏତେ ବି ପଇସା ନେଇ ସେ ତା ପିଲା ପାଇଁ ବାଣ ଆଣିଦେବ। ଦେଖ ରାଜୁ, ଜମା କାନ୍ଦନା। ତୋ ବାପା ପାଖରେ ପଇସା ହେଲେ ଦୀପାବଳି ଦିନକୁ ବାଣ ଆଣିଦେବେ ହେଲା। ତାପରେ ରାଜୁର ଏପରି ଜିଦ୍ ଦେଖି ରାଜେଶ ଏବଂ ଶୀତଲ ସେମିତି ଘରକୁ ମନ ଦୁଃଖରେ ପଳେଇ ଆସିଲେ। ରାଜୁ ବହୁତ ରାଗି ଯାଇଥିଲା। ସେ ଘର ବାହାରେ ଦେଖିଲା ପଡ଼ୋଶୀ ଘରର ପିଲାମାନେ ବାଣ ଫୁଟଉଛନ୍ତି। ଦେଖ ମୁନି, ମୋ ରକେଟ କେତେ ଉପରକୁ ଯାଉଛି। ମୁଁ ସେ ରକେଟ ଜମା ଲଗାଇନି, ମୋର ଖାଲି ଫୁଲଝରି, ରଙ୍ଗବତୀ ଆଉ ସାପ। ପଡ଼ୋଶୀ ଘରର ପିଲାମାନେ ବାଣ ଫୁଟିବା ଦେଖି ରାଜୁ ମନ ବହୁତ ଖୁସି ଥାଏ। ସେ ମନେ ମନେ ମଧ୍ୟ ଭାବୁଥାଏ, ମୋ ବାପା କାଶ ମୋ ପାଇଁ ଗୋଟିଏ ବାଣ ନେଇଥାନ୍ତେ କି, ମୁଁ ଖୁବ୍ ଆନନ୍ଦରେ ବାଣ ଫୁଟେଇଥାନ୍ତି। ତାପରେ ପଡ଼ୋଶୀ ପିଲାର ଆଖି ରାଜୁ ଉପରେ ପଡ଼ିଲା। ଆରେ ରାଜୁ, ସେଠାରେ କ'ଣ କରୁଛୁ? ବାଣ ନେଇ ଆସୁନୁ, ଆମ ସାଙ୍ଗରେ ଖେଳିବୁ। ଏହା ଶୁଣି ରାଜୁର ମନ ବହୁତ ଦୁଃଖ ହୋଇଗଲା। ଓହୋ, ତୋ ବାପା ତୋ ପାଇଁ ବାଣ ଆଣିନାହାନ୍ତି। ଦେଖ ରାଜୁର ମନ କେତେ ଦୁଃଖ। ଦେଖ ରାଜୁର ମନ କେତେ ଦୁଃଖ। ପଡ଼ୋଶୀ ପିଲା ସବୁ କେମିତି ବାହାରେ ବାଣ ଫୁଟଉଛନ୍ତି, ହେଲେ ଆମ ରାଜୁ କେତେ ମନ ଦୁଃଖରେ। କ'ଣ କରିବି ଶୀତଲ, ତମେ କୁହ। ମୋ ପାଖରେ ଏତେ ବି ପଇସା ନାହିଁ ଯେ ମୋଟେ ଘର ପାଇଁ ଭଲ ଖାଇବା ଯୋଗାଡ଼ କରିପାରିବି। ତମେ କୁହ, ବାଣ ପାଇଁ ପଇସା ମୁଁ କେଉଁଠାରୁ ଆଣିବି? ମୁଁ କ'ଣ କହିବି? ମୁଁ କିଛି ତମକୁ କହିଛି, କିନ୍ତୁ ରାଜୁ ଏବେ ବହୁତ ଛୋଟ, ସେ କ'ଣ ଏସବୁ ବୁଝିବ। ଚାଲ, ରାତି ବହୁତ ହୋଇଗଲାନି, ଶୋଇବା ଚାଲ। ତାପରେ ସମସ୍ତେ ଶୋଇବାକୁ ଚାଲିଗଲେ। ରାଜେଶ ଏବଂ ଶୀତଲ ଶୋଇଗଲେ, ଆଉ ରାଜୁ ମଧ୍ୟ ଗଭୀର ନିଦ୍ରାରେ ଶୋଇଗଲା। ସେହି ସମୟରେ ଗ୍ରାମରେ ଗୋଟିଏ ଭୂତ କାନ୍ଧରେ ଗୋଟିଏ ବେଗ୍ ଝୁଲାଇ ରାଜୁ ଘର ଆଡ଼କୁ ଆସିଲା ଆଉ କବାଟ ଠକ୍ ଠକ୍ କଲା। ରାଜୁର ନିଦ ଭାଙ୍ଗିଗଲା। ଆରେ, ଏତେ ରାତିରେ କିଏ କବାଟ ଠକ୍ ଠକ୍ କରୁଛି? କାହାର ଶବ୍ଦ? ବାପା ମା ଭିତରେ ଶୋଇଛନ୍ତି, ମୋତେ ବହୁତ ଡର ଲାଗୁଛି। ତାପରେ ରାଜୁ ଡରି ଡରି କବାଟ ଖୋଲିଲା, ଆଉ କବାଟ ଯେମିତି ଖୋଲିଛି ରାଜୁ ପୁରା ଅବାକ୍ ହୋଇ ଚାହିଁଥାଏ। ତାର ନିଦ ପୁରା ହଜିଗଲା। ରାଜୁ ସାମ୍ନାରେ ଗୋଟିଏ ଭୂତ ଗୋଟିଏ ପାର୍ସଲ ଧରି ଠିଆ ହୋଇଛି। ଭୂତ, ଭୂତ। ହେ ପିଲା, ଜମା ଡର ନାହିଁ, ମୁଁ ତୋର କିଛି ବି କ୍ଷତି କରିବି ନାହିଁ। ତୋ ପାଇଁ ମୁଁ ଗୋଟିଏ ଗିଫ୍ଟ ଆଣିଛି। ଏଇ ଗିଫ୍ଟଟି ମୁଁ ଗଲା ପରେ ତମେ ଖୋଲିବ, ଆଉ ଏହା ବିଷୟରେ କାହାକୁ ବି କିଛି କହିବ ନାହିଁ। ଏହା କହି ଭୂତ ସେଠାରୁ ଚାଲିଗଲା, ଆଉ ରାଜୁ ଗିଫ୍ଟ ନେଇ ଘର ଭିତରକୁ ଚାଲିଗଲା ଆଉ ଖଟ ଉପରେ ବସି ସେଇ ଗିଫ୍ଟଟିକୁ ଖୋଲିଲା। ଗିଫ୍ଟ ଖୋଲି ରାଜୁ ବହୁତ ଖୁସି ହୋଇଗଲା। ଆରେ ବାଣ, ବହୁତ ମଜା ଆସିବ। ଯାଉଛି ଏହାକୁ ଗୋଟିଏ ଜାଗାରେ ଲୁଚି ଦେବି, ଆଉ ମା ବାପାଙ୍କୁ କିଛି କହିବି ନାହିଁ ଏଇ ବାଣ ବିଷୟରେ। ରାଜୁ ସେଇ ବାଣକୁ ନେଇ ତାର ପଲଙ୍କ ତଳେ ଲୁଚି ଦେଲା, ଆଉ ରାଜୁ ବାଣ ଦେଖି ବହୁତ ଖୁସି ଥିଲା। ତା ପରଦିନ ସକାଳ ହେଲା। ରାଜୁ ଉଠି ସଙ୍ଗେ ସଙ୍ଗେ ତାର ବାଣ ଚେକ୍ କଲା ଆଉ ଜାଣିଲା ତାର ବାଣ ଅଛି। ଆଉ ସେ ଭାବିନେଲା କାଲି ରାତିରେ
ଯାହା ଘଟିଥିଲା ତା ସତ ଥିଲା, ସ୍ୱପ୍ନ ନଥିଲା। ରାଜୁ ମନରେ ଖୁସି ଦେଖି ତାର ବାପା ମା ବି ବହୁତ ଖୁସି ହେଲେ। ଆରେ ରାଜୁ, ତୁମେ ଆଜି ବହୁତ ଖୁସି ଅଛ? ହଁ ମା, ମୁଁ ବହୁତ ଖୁସି ଅଛି। ଆରେ ଖୁସିର ରାଜ କ'ଣ ଆମକୁ ବି ଟିକେ କୁହ। କାଲି ରାତିରେ ମୁଁ ଗୋଟିଏ ବହୁତ ଭଲ ସ୍ୱପ୍ନ ଦେଖିଥିଲି, ସେଥିପାଇଁ ମା। ଠିକ୍ ଅଛି ପୁଅ, ତୁ ଗଲୁ, ନାସ୍ତା ରେଡ଼ି ହୋଇଯାଇଛି, ଖାଇକରି ସ୍କୁଲ ପାଇଁ ରେଡ଼ି ହୋଇଯା। ଠିକ୍ ଅଛି ମା, ମୁଁ ଯାଉଛି। ତାପରେ ରାଜୁ ରେଡି ହୋଇ ସ୍କୁଲ ଚାଲିଗଲା। ସ୍କୁଲ ଗଲା ପରେ ଶୀତଳ ଘରର ଝାଡୁ ମାରୁଥିଲା, ଆଉ ଖଟ ତଳେ ଝାଡୁ କରୁ କରୁ ଶୀତଳ ବାଣ ପକେଟ ପାଇଲା, ଆଉ ଶୀତଳ ପୁରା ଅବାକ ହୋଇଗଲା। ଆରେ, ଏ ବାଣ ପକେଟ ଆମ ଘରକୁ କେଉଁଠାରୁ ଆସିଲା? ସେ ସଙ୍ଗେ ସଙ୍ଗେ ରାଜେଶକୁ ଡାକିଲା। ଆରେ କ'ଣ ହେଲା? ତାପରେ ରାଜେଶ ସେଠାକୁ କିଛି ସମୟ ପରେ ଆସିଲା। ତମେ ତ କାଲି ରାତିରେ କହୁଥିଲ ତମ ପାଖରେ ପଇସା ନାହିଁ, ତାହେଲେ ଏସବୁ କିଏ ଆଣିଛି? ମୁଁ ତ ରାଜୁ ପାଇଁ ବାଣ ଆଣି ନାହିଁ। ଆଉ ରାଜୁ କାଲି ରାତିରେ ମଧ୍ୟ ମୁହଁ ଫୁଲେଇ ବସିଥିଲା, କିନ୍ତୁ ସକାଳେ ତାର ମନ ଭଲ। ରାତିରେ କିଏ ତାକୁ ବାଣ ଦେଲା? ରାଜୁକୁ ସ୍କୁଲକୁ ଆସିବାକୁ ଦିଅ, ସବୁ କଥା ଜଣା ପଡ଼ିବ। ତାପରେ ରାଜୁ କିଛି ସମୟ ପରେ ସ୍କୁଲରୁ ଆସିଲା। ଆରେ ରାଜୁ, ତମେ ସତ କୁହ, ଏ ବାଣ ପକେଟ କେଉଁଠାରୁ ଆସିଲା? ରାଜୁ ତା ମାଆକୁ ଚାହିଁ ହୋଇ ରହିଥାଏ। ରାଜୁର ମନେ ପଡ଼ିଲା ସେଇ ଭୂତ କହିଥିବା କଥା। ଭୂତ ରାଜୁକୁ କହିଥିଲା, ମୁଁ ଯେଉଁ ଗିଫ୍ଟ ଦଉଛି ଯେମିତି ଏଇ କଥା କେହି ନ ଜାଣନ୍ତୁ। ତାପରେ ଶୀତଲ ସେଇ ବାଣ ପକେଟ ବାହାରକୁ ନେଇଗଲା, ଆଉ ସେଥିରେ ନିଆଁ ଲଗାଇବାକୁ ଯାଉଥିଲା। ଆଚ୍ଛା ମା, ତୁମେ ସତ କଥା ଶୁଣ। କାଲି ରାତିରେ ସମସ୍ତେ ଶୋଇଗଲା ପରେ କବାଟ ଠକ୍ ଠକ୍ ହେଲା। ମୁଁ ଦେଖିଲି ବାପା ଆଉ ତମେ ଶୋଇ ଯାଇଥିଲ। ମୁଁ କବାଟ ଖୋଲି ଦେଖେ ତ ଗୋଟିଏ ଭୂତ, କାନ୍ଧରେ ଗୋଟିଏ ବେଗ ଏବଂ ତା ହାତରେ ଗୋଟିଏ ବାଣ ବାକ୍ସ। ଶୀତଳ ରାଜୁର କଥା ଜମା ବିଶ୍ୱାସ କଲା ନାହିଁ। ଶୀତଳ ଭାବିଲା ରାଜୁ ସେଇ ବାଣ କାହା ପାଖରୁ ଚୋରି କରି ନେଇ ଆସିଛି। ତାପରେ ରାଜୁକୁ ତାର ବାପା ରାଜେଶ ମଧ୍ୟ ବହୁତ ଗାଳି ଦେଲା। ରାଜୁର ମନ ବହୁତ ଦୁଃଖ। ସେ ବାଣବାଲା ଭୂତ ପାଇଁ ମୁଁ କେତେ ଗାଳି ଶୁଣିଛି, କେତେ କଥା ବାପା ମା କହୁଛନ୍ତି। ଆଚ୍ଛା, ସେ କାଲି ରାତିରେ ଆମ ଘରକୁ ଆସିଥିଲା, ତାମାନେ ଆଜି ବି ତ ଅନ୍ୟ କାହା ଘରକୁ ଯିବ। ତାପରେ ରାଜୁ ରାତିରେ କବାଟ ଖୋଲି ବାହାରକୁ ଦେଖିଲା। ସେ ଦେଖିଲା ପଡ଼ୋଶୀ ଘର ସନୁ ଘରର କବାଟ ଭୂତ ଠକ୍ ଠକ୍ କଲା। କିଛି ସମୟ ପରେ ସନୁ କବାଟ ପାଖକୁ ଆସିଲା। ସେ ମଧ୍ୟ ଭୂତକୁ ଦେଖି ବହୁତ ଜୋର ଡରିଗଲା। ଦେଖ ସନୁ, ମୁଁ ତମକୁ ଡରାଇବାକୁ ଆସିନାହିଁ। ମତେ ଜମା ଡର ନାହିଁ। ମୁଁ ମରିବା ଆଗରୁ ଜଣେ ଡେଲିଭରି ବୟ ଥିଲି। ଲୋକମାନଙ୍କୁ ପାର୍ସଲ ଦେଉଥିଲି, ଆଉ ମରିବା ପରେ ମଧ୍ୟ ମୁଁ ଲୋକମାନଙ୍କୁ ପାର୍ସଲ ଦେଉଛି। ଠିକ୍ ଅଛି, ତାହେଲେ ମୁଁ ସମସ୍ତଙ୍କୁ ତମ କଥା କହିବି ନାହିଁ। ନା ନା ବାବୁ, ତୁ ଶୁଣ, ପ୍ରଥମେ ଏଇ ବାଣ ପକେଟକୁ ନେଇ ଗୋଟିଏ ଜାଗାରେ ଲୁଚେଇ ଦେବୁ, କେହି ଯେମିତି ନ ଜାଣି ପାରନ୍ତି, ଆଉ ଦୀପାବଳି ଦିନ ଜଳେଇବୁ, ହେଲା? ତାପରେ ରାଜୁ ଏହା ଦେଖି ତା ବାପା ମାଙ୍କୁ ନିଦରୁ ଉଠାଇ ମା ଆଉ ବାବୁଜୀ, ତମେ ମୋ କଥା ବିଶ୍ୱାସ କରୁନଥିଲ ନାହିଁ? ଦେଖିବ ଆସ, ସନୁର ଘର ଆଗରେ କିଏ ଛିଡ଼ା ହେଇଛି, ଦେଖ କିଏ ଛିଡ଼ା ହେଇଛି। ତାପରେ ରାଜୁ ସହିତ ରାଜେଶ ଏବଂ ଶୀତଲ ବାହାରକୁ ଗଲେ, ଆଉ ଭୂତକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏ ତ ସନୁର ଘରେ। ଏ ତ ବହୁତ ଆଶ୍ଚର୍ଯ୍ୟ କଥା। ମା ବାବୁଜୀ ଶୁଣ, ମୋ କଥା ତମେ ମାନେ ବିଶ୍ୱାସ କର ନାହିଁ। ମୁଁ ସେଦିନ କହୁଥିଲି ନା, ଭୂତ ଡେଲିଭରି ବୟ ଆସି ମୋତେ ବାଣ ଦେଇ ଯାଇଛି ବୋଲି। ଠିକ୍ ଆଜି ମଧ୍ୟ ଏଇ ଭୂତ ସନୁକୁ କ'ଣ ଦେବା ପାଇଁ ଆସିଛି। ମୁଁ ବାଣ କେଉଁଠାରୁ ଚୋରି କରି ଆଣି ନାହିଁ ମା, ସେ ଭୂତ ମୋତେ ବାଣ ଦେଇ ଯାଇଥିଲା। ଆମକୁ ତମ ଉପରେ ବିଶ୍ୱାସ କରିବାର ଥିଲା। ସମସ୍ତେ ସେଇ ଭୂତକୁ ଦେଖୁଥାନ୍ତି। ଭୂତ ସନୁକୁ ପାର୍ସଲ ଦେଇ ସେଠାରୁ ଚାଲିଯାଏ। ତା ପରଦିନ ସକାଳ ରାଜେଶ ଏବଂ ଶୀତଲ ପଡ଼ୋଶୀ ଘରକୁ ଗଲେ, ଆଉ ସବୁ କଥା ଦାମକୁ କହିଲେ। ତମେ ଏସବୁ କ'ଣ କହୁଛ? ଭୂତ, ବାଣ
ଏସବୁ କ'ଣ ମୁଁ କିଛି ବୁଝିପାରୁନି। ସନୁ ସବୁ କଥା କହ। କାଲି ରାତିରେ ଭୂତ ଆଉ କ'ଣ ବିଷୟରେ ସବୁ କଥା କହ। ସନୁ ଏହା ଶୁଣି ବହୁତ ଡରିଯାଏ। ଆଉ ଆଉ ସନୁ ସବୁ କଥା କହିଲା। ତାର ମା ବାପାଙ୍କୁ ସବୁ ସତ କଥା କହିଲା। ତାପରେ ଦାମ ଏବଂ ରାଜେଶ ପ୍ରତ୍ୟେକ ଘରକୁ ଗଲେ ଆଉ ସେଇ ଭୂତ ବିଷୟରେ ସମସ୍ତଙ୍କୁ ପଚାରିଲେ। ଆଉ ଭୂତ ଡେଲିଭରି ବୟ ବିଷୟରେ ସବୁ ଜାଣିଲେ। ଗାଁରେ ଯେଉଁ ଘରେ ପିଲା ଅଛନ୍ତି ସେଇ ଘରେ ଭୂତ ବାଣ ଡବା ନେଇ ଯାଉଥାଏ। ଗାଁର ଏଇ କଥା ଚାରିଆଡ଼େ ହାହାକାର ପଡ଼ିଗଲା। ତାପରେ ସବୁ ବାଣ ଡବାକୁ ଗାଁ ମୁଣ୍ଡରେ ଗୋଟିଏ ଜାଗାରେ ରଙ୍ଗ ଦିଆଯାଏ। ଗାଁର ପଣ୍ଡିତଙ୍କୁ ସେଠାକୁ ଡକାଯାଏ। ଶୁଣ ଗାଁ ଲୋକ, ମୁଁ ଭୂତ ଧରିବା ପାଇଁ ମୋ ପାଖରେ କିଛି ବି ଶକ୍ତି ନାହିଁ, କିନ୍ତୁ ଏଇ କଥା ଜାଣିନିଅ ଭୂତ ଗାଁର ପିଲାମାନଙ୍କୁ ମାରିବା ପାଇଁ ସବୁ ଗାଁରେ ଏଇ ବାଣ ଡବା ଦେଇଯାଏ। ଏସବୁ ଆପଣଙ୍କୁ କେମିତି ଜଣା? ଦେଖ, ପ୍ରତି ଡବା ଉପରେ ନାଲି ରଙ୍ଗ ଅଛି। ଏହା ରଙ୍ଗ ନୁହେଁ, ଏହା ହେଉଛି ରକ୍ତର ଚିହ୍ନ। ଏହାକୁ ଜଳାଇବା ଠିକ୍ ନୁହେଁ। ତମେ ଏହାକୁ ଗାଁରେ ଥିବା ଅପରିଷ୍କାର କୂଅରେ ଡବାରେ ପକେଇ ଦିଅ। ତାପରେ ଗାଁ ଲୋକ ସେଇ ବାଣ ଡବାକୁ ଗାଁ ମୁଣ୍ଡରେ ଥିବା ଅପରିଷ୍କାର କୂଅରେ ପକେଇ ଦେଲେ। ଆଉ ଶୁଣ ଗାଁ ଲୋକ, ଆଜିଠୁ ଦୀପାବଳି ଦିନ ପର୍ଯ୍ୟନ୍ତ ଘର ଆଗରେ ଗୋଟିଏ ଦୀପ ଜଳେଇବ ଆଉ ସେଥିରେ କଳା ତେଲ ଦେବ। ଦେଖିବ ଭୂତ ମଧ୍ୟ ତମ ଘର ପାଖକୁ ଆସିପାରିବ ନାହିଁ। ତାପରେ ଯେତେବେଳେ ଭୂତ ଗାଁକୁ ଆସେ ସେ ଘର ଆଗରେ ଦୀପ ଦେଖି ଡରାଇ ସେଠାରୁ ଦୌଡ଼ି ପଳାଏ। ଏମିତି କିଛି ଦିନ ପରେ ଦୀପାବଳି ଆସିଗଲା। ଦୀପାବଳି ଦିନ ଦୀପର ରଶ୍ମି ଆଉ ମହାପୂଜା ବଳରେ ସେ ପୁରା ଭସ୍ମ ହୋଇଗଲା। ଆଉ ଗାଁର ବହୁତ ଖୁସିରେ ଲୋକମାନେ ଦୀପାବଳି ମନେଇଲେ। ଆଉ ଗାଁର ଜମିଦାର ଗାଁର ସବୁ ପିଲାମାନଙ୍କୁ ବାଣ ବାଣ୍ଟିଲେ।